ଆମେରିକା ଇରାନ ଓ ଇସ୍ରାଏଲର ଯୁଦ୍ଧ ଭିତରେ ଆମେରିକାର ସବୁ ଆକଳନ ବର୍ତ୍ତମାନ ସମୟରେ ଫେଲ୍ ମାରିଛି। ଯୁଦ୍ଧ ପୂର୍ବରୁ ଆମେରିକା ଭାବୁଥିଲା ଅତି ସହଜରେ ଇରାନକୁ କବ୍ଜା କରିନେବ ଓ ଇରାନରେ ନେତୃତ୍ୱର ପରିବର୍ତ୍ତନ ଘଟିବ। ହେଲେ ସେଭଳି କିଛି ଘଟୁନାହିଁ। ଏମିତିକି କେବଳ ସାମରିକ ସ୍ତରରେ ନୁହେଁ, ଅର୍ଥନୈତିକ ଓ କୂଟନୈତିକ ସ୍ତରରେ ମଧ୍ୟ ବିଶ୍ୱ ସମୁଦାୟରୁ ଯେଉଁଭଳି ଢଙ୍ଗରେ ସମର୍ଥନ ଆମେରିକା ହାସଲ କରିବା ପାଇଁ ଚାହୁଁଥିଲା ତାହାର ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗୋଟିଏ ପ୍ରକାର ଆମେରିକାର ସବୁ ଏଜେଣ୍ଡା ଫେଲ୍ ମାରୁଛି ଓ ଏହି ଯୁଦ୍ଧରେ ଆମେରିକାର ରଣନୀତି ଏକ ରକମର ଭୁଲ ସାବ୍ୟସ୍ତ ହୋଇଛି କହିଲେ କିଛି ଭୁଲ ହେବ ନାହିଁ। ନମସ୍କାର, ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଦର୍ଶକ ବନ୍ଧୁ, ଯେତେବେଳେ ଆମେରିକା ଇରାନ ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ଆମେରିକା ଭାବୁଥିଲା ଇରାନ ଉପରେ ଖୁବ୍ ଶୀଘ୍ର ନିଜର କବ୍ଜା ଓ ପ୍ରତିପତ୍ତି ଦାଖଲ କରିବାରେ ସକ୍ଷମ ହୋଇଯିବ। ହେଲେ ତାହା ସମ୍ଭବ ହୋଇନାହିଁ। ଆମେରିକା ଇରାନକୁ ଯେତେ ଆକ୍ରମଣ କରୁଛି, ଇରାନ ମଧ୍ୟ ପ୍ରତି ଜବାବରେ 2 ଗୁଣ ଅଧିକ ଆକ୍ରମଣ ଆମେରିକା ଉପରେ କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧ ଆରମ୍ଭ ପୂର୍ବରୁ ଏହାକୁ ଏକ ସର୍ଟ ଟର୍ମ ୱାର୍ ବା ଖୁବ୍ କମ୍ ସମୟ ମଧ୍ୟରେ ଶେଷ ହୋଇଯିବାକୁ ଥିବା ଯୁଦ୍ଧର ପରିଭାଷା ଅନ୍ତର୍ଗତ କରିଥିଲେ। ହେଲେ ଡୋନାଲ୍ଡ ଟ୍ରମ୍ପଙ୍କର ଏହି ବାହାସ୍ଫୋଟ ମଧ୍ୟ ବର୍ତ୍ତମାନ ଭୁଲ ପ୍ରମାଣିତ ହୋଇଛି। ଇରାନ ଘନ ଘନ ଡ୍ରୋନ୍ ଓ ମିସାଇଲ ମାଡ଼ରେ ଆମେରିକାର ଅବସ୍ଥାକୁ ବେହାଲ କଲାଣି। ଆଉ ଏକ ବଡ଼ ସ୍ୱପ୍ନ ଆମେରିକା ରାଷ୍ଟ୍ରପତି ଦେଖିଥିଲେ, କାହିଁକି ନା ଯୁଦ୍ଧ ଆରମ୍ଭ ପୂର୍ବରୁ ଇରାନରେ ଅୟତୁଲ୍ଲା ଖେମନେଇ ଶାସନକୁ ନେଇ ଏକ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଥିଲା। ଏକ ଗୃହଯୁଦ୍ଧ ପରିସ୍ଥିତିର ସାମ୍ନା କରୁଥିଲା ଖେମନେଇ ଶାସନ। ଆମେରିକା ଭାବୁଥିଲା ଯେତେବେଳେ ଏହାର ସାମରିକ ଶକ୍ତି ଇରାନ ଉପରେ ପ୍ରହାର କରିବ, ସେତେବେଳେ ଇରାନରେ ଖେମନେଇ ଶାସନକୁ ବିରୋଧ କରୁଥିବା ସାଧାରଣ ଜନତା ଆମେରିକାକୁ ସମର୍ଥନ ଦେବେ ଓ ଅତି ସହଜରେ ଆମେରିକା ଏହି ଯୁଦ୍ଧରେ ବାଜିମାତ କରିବ। ହେଲେ ସେଭଳି କିଛି ଘଟିଲା ନାହିଁ। ଆଜି ଆମେରିକା ଇସ୍ରାଏଲ ଓ ଇରାନର ଯୁଦ୍ଧ ଗୋଟିଏ ପ୍ରକାର ଦ୍ୱିତୀୟରୁ ତୃତୀୟ ସପ୍ତାହ ଆଡ଼କୁ ଗତି କରୁଛି। ହେଲେ ତାପରେ ମଧ୍ୟ ଇରାନ ଭିତରେ ଖେମନେଇ ଶାସନକୁ ନେଇ ସେମିତି ଗୋଟିଏ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିନାହିଁ। ସେପଟେ ମୋସ୍ତଫା ଖେମନେଇ ଦାୟିତ୍ୱ ନେବା ପରେ ଆଉ ଏକ ବଡ଼ ଘୋଷଣା ବି କରିସାରିଛନ୍ତି। ଇରାନରେ ଯଦି କୌଣସି ସଂଗଠନ ଖେମନେଇ ଶାସନକୁ ବିରୋଧ କରନ୍ତି ଓ ଯୁଦ୍ଧ ପରିସ୍ଥିତିରେ ଗୃହଯୁଦ୍ଧ ସୃଷ୍ଟି କରିବାକୁ ଆଶଙ୍କା କରନ୍ତି, ତାଙ୍କ ଉପରେ କଡ଼ା ଦମନମୂଳକ ନୀତି ଆପଣାଇ ନେବ ଇରାନ ସରକାର। ଏଣୁ ଆମେରିକାର ଏହି ଏଜେଣ୍ଡା ଏକ ରକମର ଠପ୍ ହୋଇଛି। ଦ୍ୱିତୀୟ କଥା ହେଉଛି, ଆମେରିକା ଚାହୁଁଥିଲା ଇରାନର ନେତୃତ୍ୱ ପରିବର୍ତ୍ତନ କରିଦେବ। ଅବଶ୍ୟ ଯୁଦ୍ଧ ଆରମ୍ଭରୁ ଅୟତୁଲ୍ଲା ଖେମନେଇଙ୍କୁ ନିହତ କରିବାରେ ଆମେରିକା ସକ୍ଷମ ହୋଇଛି। ହେଲେ ଆମେରିକାର ଏହି ଆକ୍ରମଣ ପରେ ଇରାନ ନିଜର ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ ବାଛି ସାରିଛି ଓ ଇରାନରେ ଇରାନୀଙ୍କ ଶାସନ ବଳବତ୍ତର ରହିଛି। ଦର୍ଶକ ବନ୍ଧୁ, ମୁଁ ଏଠି ଗୋଟିଏ ରିପୋର୍ଟ ସମ୍ପର୍କରେ ଆପଣଙ୍କୁ ଅବଗତ କରିବା ପାଇଁ ଚାହିଁବି। ଏହି ରିପୋର୍ଟ ହେଉଛି ଯୁଦ୍ଧ ଆରମ୍ଭ ପୂର୍ବରୁ ଯେତେବେଳେ ଆମେରିକାର ଗୋଇନ୍ଦା ସଂସ୍ଥା ଆମେରିକାର ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଯଦି ଆମେରିକା ରାଷ୍ଟ୍ରପତି ଭାବୁଛନ୍ତି ଅୟତୁଲ୍ଲା ଖେମନେଇଙ୍କୁ ନିପାତ କରି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ପାରିବେ, ତେବେ ତାହା ଅସମ୍ଭବ। ଯୁଦ୍ଧରେ ଯେଉଁ ନେତୃତ୍ୱଙ୍କର ମଧ୍ୟ ନିପାତ ହେବ ବା ମୃତ୍ୟୁ ଘଟିବ, ପରବର୍ତ୍ତୀ ନେତୃତ୍ୱ କିଏ ନେବେ ସେ ନେଇ ଚାରି ଜଣ ବ୍ୟକ୍ତିଙ୍କ ନାଁକୁ ଇରାନ ବର୍ତ୍ତମାନ ସମୟରେ ପ୍ରସ୍ତୁତ କରି ରଖିଛି। ଆଉ ତାହା ହିଁ ଘଟିଲା। ଆମେରିକାର ଆକ୍ରମଣରେ ଅୟତୁଲ୍ଲା ଖେମନେଇ ମୃତ୍ୟୁବରଣ କଲେ, କିନ୍ତୁ ତାଙ୍କ ପୁଅ ମୋସ୍ତଫା ଖେମନେଇ ଶାସନକୁ ସମ୍ଭାଳିଲେ। ଏମିତି ବଡ଼ ବଡ଼ ପଦବୀରେ ମଧ୍ୟ ଆମେରିକା ଆକ୍ରମଣରେ ଯଦି କେହି ନିପାତ ହେଉଛନ୍ତି, ତେବେ ତାଙ୍କ ପରବର୍ତ୍ତୀ ନେତୃତ୍ୱ କିଏ ନେବ ସେ ନେଇ ଇରାନ ଗୋଟିଏ ଢାଞ୍ଚା ତିଆରି କରିଦେଇଛି, ଯାହା ଯୁଦ୍ଧରେ ଆମେରିକା ପାଇଁ ଏକ ଶକ୍ତ ଚାପୁଡା ବୋଲି କୁହାଯାଉଛି। ତୃତୀୟ କଥା ହେଉଛି, ଆମେରିକା ଏହି ଯୁଦ୍ଧକୁ କେବଳ ସାମରିକ ପରିଭାଷା ଭିତରେ ହିଁ ସୀମିତ ରଖିବା ପାଇଁ ଚାହୁଁଥିଲା। ଅର୍ଥାତ୍ ମିସାଇଲ ମାଡ଼ ହୋଇଥାନ୍ତା, ଡ୍ରୋନ୍ ମାଡ଼ ହୋଇଥାନ୍ତା, ଆକ୍ରମଣ ପ୍ରତି ଆକ୍ରମଣ ହୋଇଥାନ୍ତା। ହେଲେ ଇରାନ ଏହି ଯୁଦ୍ଧକୁ ଏକ ଅର୍ଥନୈତିକ ଯୁଦ୍ଧରେ ମଧ୍ୟ ପରିବର୍ତ୍ତନ କରିଦେଲା, ଯାହାର ଫଳ କେବଳ ଆମେରିକା ନୁହେଁ, ପୁରା ବିଶ୍ୱ ଦେଖୁଛି। ଷ୍ଟ୍ରେଟ୍ ଅଫ୍ ହରମୁଜର ସାମୁଦ୍ରିକ ପଥ ଇରାନ ବନ୍ଦ କରିବା ଦ୍ୱାରା ପୁରା ବିଶ୍ୱକୁ ତୈଳ ପ୍ରବାହରେ ଗୋଟିଏ ବଡ଼ ଧରଣର ବ୍ରେକ୍ ଲାଗିଛି, ଯେଉଁଥିପାଇଁ ଆମେରିକା ସମେତ ବିଶ୍ୱର ବିଭିନ୍ନ ବଜାରରେ ତୈଳ ଅଭାବ ସମେତ ତୈଳ ଦର ବୃଦ୍ଧି ପାଉଛି। ଆଉ ଏହି ବଢନ୍ତା ତୈଳ ଦର ଆମେରିକାବାସୀଙ୍କୁ ବି ଖପ୍ପା କରିଛି। ସେମାନେ ମଧ୍ୟ ଟ୍ରମ୍ପଙ୍କ ନୀତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଓ ଭିତରେ ଭିତରେ ସମାଲୋଚନା କରୁଛନ୍ତି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନଭେମ୍ବର 2026 ସୁଦ୍ଧା ଆମେରିକାରେ ଏକ ମିଡ୍ ଟର୍ମ ବା ମଧ୍ୟକାଳୀନ ନିର୍ବାଚନକୁ ସାମ୍ନା କରିବେ। ଆଉ ଯଦି ଯୁଦ୍ଧରେ ବଢୁଥିବା ଦର ବୃଦ୍ଧି ଯୁଦ୍ଧ ପାଇଁ କ୍ଷତି ସହୁଥିବା ଆମେରିକାର ସାଧାରଣ ଜନତା ଏହାର ଜବାବ ଦିଅନ୍ତି, ସେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏହି ମଧ୍ୟକାଳୀନ ନିର୍ବାଚନ ଗୋଟିଏ ବୁମେରାଙ୍ଗ ହୋଇପାରେ। ଏମିତିକି ଟ୍ରମ୍ପଙ୍କ ରିପବ୍ଲିକାନ ନେତାମାନଙ୍କୁ ମଧ୍ୟ ଏହି ମିଡ୍ ଟର୍ମ ନିର୍ବାଚନରେ ପରାଜିତ ହେବାକୁ ପଡ଼ିପାରେ। ଏସବୁ ବର୍ତ୍ତମାନ ଟ୍ରମ୍ପକୁ ଚିନ୍ତା ଭିତରକୁ ନେଇଯାଇଛି। ସାମରିକ ସ୍ତରରେ ସେ ଯେଉଁ ଆଶା ରଖିଥିଲେ ଯେ ଖୁବ୍ ସହଜରେ ଇରାନ ଉପରେ ବାଜିମାତ କରିବେ, ତାହା ସମ୍ଭବ ହୋଇନାହିଁ। ଆମେରିକା ଭାବୁଥିଲା ଯେ ଭେନେଜୁଏଲା ଭଳି ଇରାନକୁ ମଧ୍ୟ ଖୁବ୍ କମ୍ ସମୟ ଭିତରେ ନେତୃତ୍ୱ ପରିବର୍ତ୍ତନ ଦେଖିବାକୁ ମିଳିବ, କିନ୍ତୁ ତାହା ହେଲା ନାହିଁ। ଏଠି ଆମେରିକା ରାଷ୍ଟ୍ରପତିଙ୍କର ଗୋଟିଏ ନୀତି, ଯେଉଁ ନୀତିକୁ ଆଧାର କରି ଆମେରିକା ଭେନେଜୁଏଲା ଭିତରେ ଯୁଦ୍ଧ କରୁଥିଲା, ରୁଷ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଛି, ତାହା ହେଉଛି ମାଇଟ୍ ଇଜ୍ ରାଇଟ୍। ଅର୍ଥାତ୍ ଯିଏ ଶକ୍ତିଶାଳୀ ସେ ଯାହା କରିବ ତାହା ଠିକ୍, ଏବଂ ଶକ୍ତିଶାଳୀ ଦେଶମାନେ ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣ କରି ସେଗୁଡ଼ିକୁ ନିପାତ କରିପାରିବେ। କିନ୍ତୁ ଆମେରିକା ଇରାନ ଯୁଦ୍ଧରେ ତାହା ମଧ୍ୟ ଭୁଲ ପ୍ରମାଣିତ ହୋଇଗଲା। ଏଣୁ ଆମେରିକା ରାଷ୍ଟ୍ରପତିଙ୍କର ସବୁ ଏଜେଣ୍ଡା ବର୍ତ୍ତମାନ ଫେଲ୍ ମାରିଯାଇଛି। ଆଉ ତୈଳ ଦର ବୃଦ୍ଧି ସାମଗ୍ରୀକୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଆନୁଷଙ୍ଗିକ ସାମଗ୍ରୀର ଦର ବୃଦ୍ଧିର ଆଶଙ୍କା ଯେତେବେଳେ ଦେଖାଦେଉଛି, ସେତେବେଳେ ଅର୍ଥନୈତିକ ଓ କୂଟନୈତିକ ସ୍ତରରେ ଆମେରିକାକୁ ବାହାର ଦେଶର ସମର୍ଥନ ମିଳିବା ତ ଦୂରର କଥା, ଆମେରିକାର ସାଧାରଣ ଜନତା ମଧ୍ୟ ଟ୍ରମ୍ପଙ୍କର ଏହି ନୀତିକୁ ନିନ୍ଦା କରିବା ଆରମ୍ଭ କରିଦେଲେଣି। ଫଳରେ ଦର୍ଶକ ବନ୍ଧୁ, ଗୋଟିଏ କଥା କୁହାଯାଇପାରେ, ବିଭିନ୍ନ କ୍ଷେତ୍ରରେ ଟ୍ରମ୍ପଙ୍କର ସବୁ ଏଜେଣ୍ଡା ଓ ଯୋଜନା ଇରାନ ଆକ୍ରମଣକୁ ନେଇ ଫେଲ୍ ମାରୁଛି। ଏହାରି ଭିତରେ ଆମେରିକାର F-15ର 3ଟି ଲଢାକୁ ଯୁଦ୍ଧ ବିମାନ ମଧ୍ୟ ଧ୍ୱଂସାବଶେଷରେ ପରିଣତ ହେଲାଣି। ଇନ୍ଧନ ଭରୁଥିବା ଗୋଟିଏ ଇନ୍ଧନବାହୀ ଯୁଦ୍ଧ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଗଲା। ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଆମେରିକା ରାଷ୍ଟ୍ରପତି ଅନ୍ୟ ଦେଶକୁ ପାଇଲଟିଂର ସୁରକ୍ଷା ଦେଇ ଯାତାୟାତ କରିବା ପାଇଁ ଦଣ୍ଡୋକ୍ତି ଦେଉଥିଲେ, ହେଲେ ଆମେରିକା ବର୍ତ୍ତମାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଅକ୍ତିଆର କରିବାରେ ସମ୍ପୂର୍ଣ୍ଣ ଭାବରେ ଫେଲ୍। ଆଉ ବିଭିନ୍ନ ଦେଶର ବିଭିନ୍ନ ତୈଳବାହୀ ଜାହାଜ ଗୁଡ଼ିକ ଏଠାରେ ଅଟକି ରହିବା ପରେ ପୁରା ବିଶ୍ୱରେ ଆମେରିକାର ନୀତିକୁ ନେଇ ଏକ କଡ଼ା ସମାଲୋଚନାର ଭାଷା ସୃଷ୍ଟି ହୋଇଛି। ଏସବୁକୁ ନେଇ ଟ୍ରମ୍ପଙ୍କ ବିରୋଧରେ ଧୀରେ ଧୀରେ ଜନ ଆନ୍ଦୋଳନ ଦାନା ବାନ୍ଧିପାରେ। ବିଶ୍ୱ ରାଜନୀତିରେ ଏବଂ କୂଟନୀତିରେ ମଧ୍ୟ ଟ୍ରମ୍ପଙ୍କ ଏଜେଣ୍ଡା ଭର୍ସନାର ଶିକାର ହୋଇପାରେ। ଭିତରେ ଭିତରେ କୁହୁଳୁଥିବା ଟ୍ରମ୍ପ ବିରୋଧୀ ଚିନ୍ତାଧାରା ଆଗକୁ ଉଗ୍ର ରୂପ ନେଲେ ଆମେରିକା ପାଇଁ ଏହି ଯୁଦ୍ଧ ଏକ ବୁମେରାଙ୍ଗ ହେବ ବୋଲି ମଧ୍ୟ ଆକଳନ କରାଯାଉଛି। ଏଭଳି ରିପୋର୍ଟ ଆପଣଙ୍କୁ କେମିତି ଲାଗୁଛି ଦର୍ଶକ ବନ୍ଧୁ? ସେଥିପାଇଁ ଆମର ସୋସିଆଲ ମିଡିଆ ସାଇଟ୍ ୟୁଟ୍ୟୁବ ଓ ଫେସବୁକକୁ ଯାଇ ଆମ ରିପୋର୍ଟକୁ ଲାଇକ୍ କରନ୍ତୁ, ଭିଡିଓକୁ ସେୟାର କରନ୍ତୁ ଓ କମେଣ୍ଟ ବକ୍ସରେ ନିଜର ମତାମତ ନିଶ୍ଚିତ ଲେଖନ୍ତୁ। ରହୁଛି, ନମସ୍କାର।